ଯିରିମିୟ ଅଧ୍ୟାୟ 45। ଯୋସିୟର ପୁତ୍ର ଜିହୁଦାର ରାଜା ଜିହୋଆକିମର ଅଧିକାରର 4th ବର୍ଷରେ ନେରିୟର ପୁତ୍ର ବାରୁକ ଏହି ସମସ୍ତ କଥା ଯିରିମିୟଙ୍କ ମୁଖରୁ ଶୁଣି ପୁସ୍ତକରେ ଲେଖିଲା ବେଳେ ଯିରିମିୟ ଭବିଷ୍ୟତବକ୍ତା ତାହାକୁ ଏହି କଥା କହିଲେ, ହେ ବାରୁକ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ତୁମ୍ଭକୁ ଏହି କଥା କହନ୍ତି, ତୁମ୍ଭେ କହିଲ, ହାୟ ହାୟ, ମୁଁ ଏବେ ସନ୍ତାପର ପାତ୍ର, କାରଣ ସଦାପ୍ରଭୁ ମୋ ବେଦନାରେ ଦୁଃଖ ଯୋଗ କରିଅଛନ୍ତି। ମୁଁ କାତରୋକ୍ତି କରି କରି କ୍ଳାନ୍ତ ହେଉଅଛି ଓ ମୋର କିଛି ବିଶ୍ରାମ ନାହିଁ। ତୁମ୍ଭେ ତାହାକୁ କୁହ, ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ଯାହା ନିର୍ମାଣ କରିଅଛୁ ତାହା ଆମ୍ଭେ ଭାଙ୍ଗି ପକାଇବା ଓ ଯାହା ରୋପଣ କରିଅଛୁ ତାହା ଆମ୍ଭେ ଉପାଡ଼ି ପକାଇବା, ଆଉ ସମୁଦାୟ ଦେଶରେ ଏହା କରିବା। ତୁମ୍ଭେ କି ଆପଣା ପାଇଁ ମହତ୍ ବିଷୟମାନ ଚେଷ୍ଟା କରୁଅଛ? ତାହା ଚେଷ୍ଟା କର ନାହିଁ, କାରଣ ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ସମଗ୍ର ପ୍ରାଣୀ ଉପରେ ଅମଙ୍ଗଳ ଘଟାଇବା। ମାତ୍ର ତୁମ୍ଭେ ଯେ ଯେ ସ୍ଥାନକୁ ଯାଉଅଛ ସେ ସକଳ ସ୍ଥାନରେ ଲୁଟ୍ ଦ୍ରବ୍ୟ ତୁଲ୍ୟ ଆମ୍ଭେ ତୁମ୍ଭର ପ୍ରାଣ ତୁମ୍ଭକୁ ଦେବା।